ବାଲେଶ୍ୱରର ସାଧାରଣ ଜନତାଙ୍କ ସ୍ୱର ଥିଲେ ଭୂତପୂର୍ବ ବିଧାୟକ ତଥା ଶ୍ରମିକ ନେତା ଅରୁଣ ଦେ। ଅପ୍ରେଲ 30 ତାରିଖ ପୂର୍ବାହ୍ନରେ ଅରୁଣ ଦେ ଦାଦା ସ୍ମୃତି ପରିଷଦ ଆନୁକୂଲ୍ୟରେ ଅରୁଣ ଦେଙ୍କର 78ତମ ଜନ୍ମଦିବସ ପାଳନ ଅବସରରେ ଅତିଥି ତଥା ବାଲେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ଡକ୍ଟର ଲେଖାଶ୍ରୀ ସାମନ୍ତ ସିଂହାର ଓ ବାଲେଶ୍ୱର ବିଧାୟକ ସ୍ୱରୂପ ଦାସ କହିଛନ୍ତି ସ୍ୱର୍ଗତ ଦେ ନିଜର ରାଜନୈତିକ ଜୀବନରେ ଖଟିଖିଆ ମେହନତି ମଣିଷମାନଙ୍କ ସ୍ୱାର୍ଥ ରକ୍ଷା ଲାଗି ସାଲିସବିହୀନ ସଂଗ୍ରାମ ଜାରି ରଖିଥିଲେ। ଶ୍ରମିକ ଶ୍ରେଣୀର ମୁହଁରେ ହସ ଫୁଟାଇବା ଲାଗି ସେ ନିଜର ଅଧିକାଂଶ ସମୟ ବିତାଇ ଦେଇଥିଲେ। ତାଙ୍କର ଆବର୍ଲମାନରେ ଶୂନ୍ୟ ସ୍ଥାନ ପୂରଣ କରିବା ଭଳି ଜଣେ ଜନଦରଦୀ ନେତା ସୃଷ୍ଟି ହେବା ଅସମ୍ଭବ ବୋଲି ଅତିଥିମାନେ ଉଲ୍ଲେଖ କରିଥିଲେ। ତେବେ ପରିଷଦ ତାଙ୍କର ଜନ୍ମଦିନକୁ ପାଳନ କରି ପୂଜ୍ୟ ପୂଜାକୁ ସମ୍ମାନ ଦେଇପାରିଛି ବୋଲି ଉଲ୍ଲେଖ କରି ବକ୍ତାମାନେ ପଦକ୍ଷେପକୁ ପ୍ରଶଂସା କରିଥିଲେ। ଆଜି ସକାଳେ ପରିଷଦର ମଲ୍ଲିକାଶପୁର ସ୍ଥିତ କାର୍ଯ୍ୟାଳୟରେ ସ୍ୱର୍ଗତ ଦେ ଏବଂ ତାଙ୍କର ପିତା ସ୍ୱର୍ଗତ ଗୋଲକନାଥ ଦେଙ୍କ ପ୍ରତିମୂର୍ତ୍ତିରେ ସାମୂହିକ ମାଲ୍ୟାର୍ପଣ କରାଯାଇଥିଲା। ପରେ ତାଙ୍କର ଶୁଭେଚ୍ଛୁ ଓ ପରିଷଦର ସଦସ୍ୟମାନେ ଏକ ବାଇକ୍ ର୍ୟାଲିରେ ବାହାରି ସହର ପରିକ୍ରମା କରି ଓଟି ରୋଡ୍ ସ୍ଥିତ ଦାଦାଙ୍କ ବ୍ରୋଞ୍ଜ ନିର୍ମିତ ଆବାକ୍ଷ ପ୍ରତିମୂର୍ତ୍ତିରେ ସାମୂହିକ ମାଲ୍ୟାର୍ପଣ କରିଥିଲେ। ଏହି ଅବସରରେ ଆଜି ଜିଲ୍ଲା ରକ୍ତ ଭଣ୍ଡାରରେ ଯୁବନେତା ବିଭୁଦତ୍ତ ପରିଡ଼ାଙ୍କ ନେତୃତ୍ୱରେ ଏକ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ମୋଟ 103 ୟୁନିଟ୍ ରକ୍ତ ଆଜି ସଂଗୃହୀତ ହୋଇଥିଲା। ଚଳିତ ବର୍ଷ ପରିଷଦ ପକ୍ଷରୁ ସର୍ବାଧିକ ଏକକାଳୀନ ରକ୍ତ ସଂଗୃହୀତ ହୋଇଥିବାରୁ ଜିଲ୍ଲା ରକ୍ତ ଭଣ୍ଡାର ଅଧିକାରୀ ଡାକ୍ତର ବସନ୍ତ କୁମାର ଉପାଧ୍ୟାୟ ପରିଷଦକୁ ଏକ ସାର୍ଟିଫିକେଟ୍ ଓ ମେଡାଲ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଆଜିର କାର୍ଯ୍ୟକ୍ରମକୁ ପରିଷଦର ବରିଷ୍ଠ ଉପଦେଷ୍ଟା ତଥା ସାମ୍ବାଦିକ ରଞ୍ଜନ ବାଗ ପରିଚାଳନା କରିଥିବା ବେଳେ ପ୍ରଫେସର ଶତ୍ରୁଘ୍ନ ମଲ୍ଲିକ, ପୂର୍ବତନ କାଉନସିଲର ବିଶ୍ୱଜିତ ମହାପାତ୍ର, ଅନୁସୟା ନାୟକ, ବିନୋଦ ଜି, ଅଭିଜିତ ଦାସ, କାଉନସିଲର ସନ୍ଧ୍ୟାରାଣୀ ବେହେରା, ମଧୁସୂଦନ ମହାପାତ୍ର, ଅବସରପ୍ରାପ୍ତ ପର୍ଯ୍ୟଟକ ଅଧିକାରୀ ଅଜୟ ମହାପାତ୍ର, ବିଶ୍ୱଜିତ ବେହେରା, ଋଷିକେଶ ବେହେରା, ମନୋଜ ଗିରି, ହୃଷିକେଶ ବେହେରା, ତ୍ରିଲୋଚନ ବାରିକ, ଶରତ ଚନ୍ଦ୍ର ଦାସ, ରାଜଲକ୍ଷ୍ମୀ ଚାଟାର୍ଜୀ, ଅନୁପ ଚାଟାର୍ଜୀ, ବୁଲା ପଣ୍ଡା, ଜୟନ୍ତ ମହାପାତ୍ର, ଭୋଳାନାଥ ବେହେରା, ସୌଭାଗ୍ୟ ଖୁଣ୍ଟିଆ, ଦେବେନ୍ଦ୍ର ଦାସ, ରେମୁଣା ବ୍ଲକର ପୂର୍ବତନ ଚେୟାରମ୍ୟାନ୍ ଗୋପୀନାଥ ସେନାପତି, କୁନ୍ଦନ ଦାସ, ରାଜେନ୍ଦ୍ର ମହାନ୍ତି, ଆଶିଷ ଦାସଙ୍କ ସମେତ ବହୁ ଶୁଭେଚ୍ଛୁ ଓ କର୍ମୀ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ। ଆଜି ସ୍ୱର୍ଗତ ଅରୁଣ ଦେଙ୍କର 78ତମ ଜନ୍ମ ଜୟନ୍ତୀ। ଏ ଅବସରରେ ଆମେ ତାଙ୍କର ବାଲେଶ୍ୱର ଟାଉନ୍ ସ୍ଥିତ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କଲୁ। ସିଏ ଜଣେ ଚାଷୀ ମୂଲିଆଙ୍କ ନେତା, ସାଧାରଣ ଲୋକଙ୍କ ନେତା, ଜଣେ ଅସାଧାରଣ ବ୍ୟକ୍ତିତ୍ୱ ହେଇକି ରାଜନୀତିକୁ ଅତୁଳନୀୟ। ତାଙ୍କର ବିୟୋଗ ପରେ ଯେଉଁ ଶୂନ୍ୟ ସ୍ଥାନ ସୃଷ୍ଟି ହେଇଛି ତାକୁ କେହି ପୂରଣ କରିପାରିବେ ନାହିଁ। ତେଣୁ ଆମେ ସମସ୍ତେ ତାଙ୍କ ଦ୍ୱାରା ଅନୁପ୍ରାଣିତ ଏବଂ ଲୋକଙ୍କ ପାଇଁ, ସାଧାରଣ ଲୋକଙ୍କ ପାଇଁ କେମିତି କାମ କରାଯାଏ ତାଙ୍କଠୁ ଆମେମାନେ ସବୁ ଶିଖିଛୁ। ଆଜି ସ୍ୱର୍ଗତ ଅରୁଣ ଦେ, ଯାହାକୁ ଆମେ ଦାଦା ବୋଲି ପ୍ରିୟରେ ଡାକୁ, ଆଜି ଦାଦାଙ୍କର 78ତମ ଜନ୍ମ ଜୟନ୍ତୀ। এই অবসরে দাদাকে সমস্ত ভাল পাওয়া সমস্ত কর্মী মানে আজ একজুট হয়েছেন। দাদাঙ্ক বাসভবন স্থিত প্রতিমূর্তি মাল্যার্পণ করা হয়েছে। এবে দাদাঙ্ক স্ট্যাচুরে মধ্যে মাল্যার্পণ করা হয়েছে। অরুণ দে গোটে অতি পরিচিত চেহারা, প্রত্যেক পরিবার পাখে সে চেহারা পৌঁছিলা। শ্রমিক মানকর নেতা, বালেশ্বর সদর নির্বাচন মন্ডলীর 5 থর জন বিধায়ক এবং সবুলে জনসাধারণ সে কাম করতে। আজ যে রাজনীতিক আসছেন বহুত লোক দাদা জনে ইন্সপিরেসন ଥିଲେ। দাদাঙ্কর কর্মনিষ্ঠা, দাদাঙ্কর কর্মতৎপরতা এবং দাদাঙ্কর যে নীতি আদর্শ বহু যুব নেতা আপনার উৎসাহিত করেছি। আজকাল এই দিনের বালেশ্বরবাসী তরফ দাদা পাখে মু গভীর শ্রদ্ধাঞ্জলি জনাওছি। আমি সমস্তে দাদাঙ্ক ভি নিষ্ঠাবান হওয়া দরকার এবং লোক কাম করা দরকার, তাহলে দাদাঙ্ক প্রতি হব সবুঠ বড় শ্রদ্ধাঞ্জলি। আজ দাদাঙ্কর 78তম জন্ম জয়ন্তী, এই উপলক্ষে অরুণ দে স্মৃতি পরিষদ তরফ বিভিন্ন কার্যক্রম হাতক নিয়ে আজ প্রথমে সকাল ঘর পাখে মল্লিকাশপুর বাসভবনের प्रतिमूर्ति एवं बापांकर विशिष्ट स्वाधीनता संग्रामी गोलकनाथ देंकर प्रतिमूर्ति माल्यार्पण करागला। सबू साथी मैंने आसते अरुण देंकर तापर आम प्रसेसन कर शोभा आसलु। ये आमर जो ब्रोंज प्रतिमूर्ति अच्छे दादांकर एटी आम पुष्पमाल्य अर्पण कलु। आम सहित थे बालेश्वर विधायक स्वरूप दास एवं बालेश्वर एमपी प्रार्थी बीजेडी लेखाश्री सामंत सिंगार, धन्यवाद दूसरी स्मृति कमिटी तरफ से आमको समस्त प्रकार सहयोग कर। आम बर्तमान ब्लड बैंक रे गोटे अरुण दे स्मृति परिषद पक्ष रक्तदान शिविर आयोजन कराई। आम आशा करुँ गोटे शताधिक युवक मैंने रक्तदान करेंगे
ଏବଂ ଏ କାର୍ଯ୍ୟକ୍ରମ ଅରୁଣୋଦୟଙ୍କର ଯେଉଁ ତାଙ୍କର ଗରିବ ଲୋକଙ୍କ ପାଇଁ ସାଧାରଣ ମଣିଷ ମେହନତି ମଣିଷ ପାଇଁ ତାଙ୍କର ଯେଉଁ ଜୀବନଚର୍ଯ୍ୟା ଥିଲା ଜୀବନ ବଳିଦାନ ଦେଇଯାଇଛନ୍ତି ତାହା ନିଶ୍ଚିତ ଭାବରେ ଆଜି ବାଲେଶ୍ୱରବାସୀ ମନେ ରଖିଛନ୍ତି ଏବଂ ମନେ ରଖିବେ ମଧ୍ୟ। অরুণোদয় অমর রহে অমর রহে অমর রহে চাষী মূলিয়া শ্রমিকর নেতা অরুণোদয় অমর রহে অমর রহে।